ଆରେ ସାଙ୍ଗମାନେ, ଆଜି ଆକାଶ ପୁରା ସଫା ଅଛି। ଚାଲ ଫଳ ବଗିଚାରୁ କିଛି ମିଠା ଫଳ ନେଇ ଆସିବା। ହଁ, ମୁଁ ବି ଏକଥା ଭାବୁଥିଲି। ଚାଲ ସାଙ୍ଗମାନେ ଯିବା। ଏମିତି କଥା ହେଇ ଚାରି ସାଙ୍ଗ ଫଳ ବଗିଚାକୁ ଗଲେ। ସେ ଚାରିଜଣ ଖୁବ୍ ଭଲ ସାଙ୍ଗ ଥିଲେ। ଫଳ ବଗିଚାରେ ପହଞ୍ଚିଲା ପରେ ସେମାନେ ଦେଖିଲେ ସବୁ ଗଛରେ ଅନେକ ଫଳ ଫଳିଥିଲା। ଆରେ ଦେଖ ଦେଖ, ଏ ଗଛର ପିଜୁଳି କେତେ ପାଚି ଯାଇଛି। ମୁଁ କିଛି ପିଜୁଳି ତୋଳି ନିଏ। ହଁ ଚଢ଼େଇ, ଏ ପିଜୁଳି ନା ବହୁତ ମିଠା ଲାଗୁଛି। ଆରେ ସାଙ୍ଗମାନେ ଦେଖ, ଏଠି କେତେ ସାରା ଜାମୁ ପଡିଛି। ମୁଁ କିଛି ଜାମୁ ଏକାଠି କରେ। ମତେ ଆମ୍ବ ବହୁତ ଭଲ ଲାଗେ। ତମେ ମାନେ ଏଠି ଫଳ ତୋଳୁଥାଅ, ମୁଁ ଆମ୍ବ ଗଛ ଖୋଜି କିଛି ଆମ୍ବ ତୋଳି ନିଏ। ଏମିତି କଥା ହେଇ ସବୁ ସାଙ୍ଗ ଫଳ ତୋଳିଲେ। ଫଳ ତୋଳା ସରିଲା ପରେ ଆଜି ମଜା ଆସିଗଲା ସାଙ୍ଗମାନେ। ଆଜି ଆମେ ଅନେକ ଫଳ ତୋଳିଛନ୍ତି। ଏବେ କିଛି ଫଳ ନେଇ ଘରକୁ ଯିବା। ହଁ ସତରେ, ଆଜି ଦିନଟା ବହୁତ ଭଲ ଥିଲା। ସାଙ୍ଗମାନେ, କାଲି ଆମେ ଝରଣା ପାଖରେ ଥିବା ଗୋଟେ ଫୁଲ ବଗିଚାକୁ ଯିବା। ମୁଁ ଶୁଣିଥିଲି ସେଠି ନା ବହୁତ ସୁନ୍ଦର ସୁନ୍ଦର ଫୁଲ ଫୁଟିଛି। ତେବେ ଠିକ ଅଛି, ଆମେ କାଲି ସମସ୍ତେ ସେ ଫୁଲ ବଗିଚାକୁ ଯିବା। ଏମିତି କଥା ହେଇ ସେମାନେ ଘରକୁ ଗଲେ। ପରଦିନ ସକାଳେ ସମସ୍ତେ ସାଙ୍ଗ ହେଇ ଫୁଲ ବଗିଚାକୁ ବାହାରିଲେ। ସେ ଫୁଲ ବଗିଚାରେ ଅନେକ ରଙ୍ଗ ବେରଙ୍ଗର ଫୁଲ ଫୁଟିଥିଲା। ବାଃ, କେତେ ସୁନ୍ଦର ବଗିଚାଟି। ଏଠି ତ ଲାଲ, ହଳଦିଆ, ନୀଳ, ଗୋଲାପୀ ସବୁ ରଙ୍ଗର ଫୁଲ ଅଛି। ସାଙ୍ଗମାନେ ଦେଖ, ଫୁଲ ଉପରେ କେତେ ସୁନ୍ଦର ସୁନ୍ଦର ପ୍ରଜାପତି ବସିଛନ୍ତି। ଆରେ ସେପଟେ ଦେଖ, ମହୁମାଛି ମାନେ କେମିତି ଫୁଲର ଆଖପାଖରେ ବୁଲୁଛନ୍ତି। ସାଙ୍ଗମାନେ, ଚାଲ କିଛି ଫୁଲ ତୋଳି ନେଇ ମାଳ ବନେଇବା। ଚାରି ସାଙ୍ଗ ବଗିଚାରେ କିଛି ସମୟ ବୁଲିଲେ, ତାପରେ ନିଜ ଘରକୁ ଗଲେ। ପରଦିନ ସକାଳେ ସେମାନେ ପୁଣି ଜଙ୍ଗଲ ବୁଲିବାକୁ ବାହାରିଲେ। କିଛି ଦୂର ଗଲା ପରେ ସେମାନେ ଚମକୁଥିବା କିଛି ଆଲୁଅ ଦେଖିଲେ। ଆରେ ସାଙ୍ଗମାନେ, ସେପଟେ ଦେଖ, ଜଙ୍ଗଲ ମଝିରେ କିଛି ଅଛି ବୋଧେ। ଚାଲେ ଦେଖି ଆସିବା, ସେଠି କଣ ଅଛି। ଏମିତି ସବୁ ସାଙ୍ଗ ସେ ଜାଗାକୁ ଗଲେ। ସେଠି ସେମାନେ ତିନୋଟି ଅଦ୍ଭୁତ ଘର ଦେଖିଲେ। ପ୍ରଥମ ଘରଟି ଥିଲା ସୁନା ଘର, ଦ୍ୱିତୀୟ ଘରଟି ଥିଲା ହୀରା ଘର, ତୃତୀୟ ଘରଟି ଥିଲା ଗୋଟେ ରୂପା ଘର। ଏମିତି ତିନୋଟି ଅଦ୍ଭୁତ ଘର ଦେଖି ଚାରି ସାଙ୍ଗ ଆଶ୍ଚର୍ଯ୍ୟ ହେଇଗଲେ। ବାଃ, ଆଜି ଯାଇ ମୁଁ ଏମିତି ଅଦ୍ଭୁତ ଘଟଣା ଦେଖିନଥିଲି। ଏସବୁ କଣ ସତ? ଆରେ ସାଙ୍ଗ, ଏ ଘରେ ଯଦି ଆମେ ସବୁଦିନ ରହିପାରିବା, ଆମ ଭାଗ୍ୟ ବଦଳି ଯିବ। ଏ ଘର ଭିତରେ କଣ ଅଛି ଯଦି ଜାଣି ହୁଅନ୍ତା, କେତେ ଭଲ ହୁଅନ୍ତା। ତମେ ମାନେ ଆଉ ଡେରି କରନି, ଶୀଘ୍ର ଘର ଭିତରକୁ ଯାଅ। ଘର ଭିତରେ ଅନେକ ଧନ ସମ୍ପତ୍ତି ଅଛି। ତମେ ମାନେ ସେ ଧନ ସମ୍ପତ୍ତିର ମାଲିକ ହେଇପାରିବ। ନା, ଆମେ ସେ ଘର ଭିତରକୁ ଯିବୁନି। ଏ ଘର ସବୁ ଠିକ ଲାଗୁନି। ଏ ଘରେ ନିଶ୍ଚୟ କିଛି ରହସ୍ୟ ଲୁଚି ଅଛି। ଆରେ ସାଙ୍ଗ, ତୁ ବେକାରେ ଡରୁଛୁ। ଦେଖ ନା, ଏ ଘର ସବୁ କେତେ ସୁନ୍ଦର ହେଇଛି। ମୁଁ ସୁନା ଘର ଭିତରକୁ ଯିବି। ମୁଁ ଏ ହୀରା ଘର ଭିତରକୁ ଯିବି। ମତେ ହୀରା ଘର ବହୁତ ଭଲ ଲାଗୁଛି। ତେବେ ଠିକ ଅଛି, ମୁଁ ଏ ରୂପା ଘର ଭିତରକୁ ଯିବି। ଆରେ ସାଙ୍ଗମାନେ, ଲୋଭ କରନି। ଏ ଘର ଭିତରେ କଣ ଅଛି ଆମେ କିଛି ଜାଣିନାହାନ୍ତି। ଆମେ ଏ ଘର ଭିତରକୁ ଗଲେ ଯଦି ଆମର କିଛି ବିପଦ ହେବ? ତୁ ଯଦି ଆମ ସାଙ୍ଗରେ ଆସିବୁ ଆସେ, ନହେଲେ ଏମିତି କଥା କହି ଆମକୁ ବିରକ୍ତ କରନି। ଚଢ଼େଇର କଥା କେହି ବି ଶୁଣିଲେନି। ଲୋଭରେ ପଡ଼ି ତିନି ସାଙ୍ଗ ଯେମିତି ନିଜ ନିଜ ପସନ୍ଦର ଘର ଭିତରକୁ ଗଲେ, ହଠାତ୍ ସେ ଘର କବାଟ ଆପେ ଆପେ ବନ୍ଦ ହେଇଗଲା। ଏ ସବୁ କଣ ହେଇଗଲା? ସାଙ୍ଗମାନେ, ତମେ ମାନେ ଠିକ ଅଛ ତ? ନାଇଁ ସାଙ୍ଗ, ଆମେ ଘରୁ ବାହାରି ପାରୁନୁ। ଆମକୁ ରକ୍ଷା କର। ଚଢ଼େଇ କିଛି କରିବା ପୂର୍ବରୁ ହିଁ ଅଚାନକ ସେ ସବୁ ଘର ଅଦୃଶ୍ୟ ହେଇଗଲା। ଏ ସବୁ କଣ ହେଇଗଲା? ମୋ ସାଙ୍ଗମାନେ କୁଆଡେ ଚାଲିଗଲେ? ମୁଁ ଏବେ ସେମାନଙ୍କୁ କେମିତି ଖୋଜିବି? ଭୟ କରନି ସାଙ୍ଗମାନେ, ମୁଁ ତମମାନଙ୍କୁ ନିଶ୍ଚୟ ଖୋଜିକି ରହିବି। ଚଢ଼େଇ ଚାରିଆଡକୁ ଭଲ ଭାବରେ ଦେଖିଲା। ରାସ୍ତାରେ କିଛି ସୁନା, ହୀରା ଆଉ ରୂପାର ଛୋଟ ଛୋଟ ଖଣ୍ଡ ପଡିଥିଲା। ଚଢ଼େଇ ସେ ଖଣ୍ଡ ଗୁଡାକର ପଛା କଲା। ଏମିତି ସେ ଜଙ୍ଗଲର ବହୁତ ଭିତରକୁ ଚାଲିଗଲା। ସେଠି ସେ ଗୋଟେ ପୁରୁଣା ରାଜମହଲକୁ ଦେଖିଲା। ରାଜମହଲ ଭିତରୁ ବଞ୍ଚାଅ ବଞ୍ଚାଅର ଚିତ୍କାର ଶୁଭୁଥିଲା। ଏ ପାର୍ଟି ତ ମୋ ସାଙ୍ଗମାନଙ୍କର। ନିଶ୍ଚୟ ସେମାନେ ରାଜମହଲ ଭିତରେ ଅଛନ୍ତି। ମୁଁ ଶୀଘ୍ର ଭିତରକୁ ଯାଏ।
ଚଢ଼େଇ ରାଜମହଲ ଭିତରକୁ ଗଲା। ରାଜମହଲ ଭିତରେ 3ଟି କବାଟ ଥିଲା। ସେ କବାଟ ସବୁ ସୁନା, ରୂପା ଆଉ ହୀରାର ଥିଲା। ସେଇ କବାଟ ପଛପଟେ ଥିବା ଘରେ କାଉ, ମିଟୁ ଆଉ ପାରା ବନ୍ଦୀ ଥିଲେ। ଚଢ଼େଇ ତା ସାଙ୍ଗମାନଙ୍କୁ ମୁକ୍ତ କରିବା ପାଇଁ ଅନେକ ଚେଷ୍ଟା କଲା, ହେଲେ ପାରିଲାନି। ହଠାତ୍ ସେଇ ସମୟରେ ଏକ ଶବ୍ଦ ଶୁଭିଲା। ଚଢ଼େଇ, ତୁ ଏଠୁ ଚାଲିଯା। ତୋ ସାଙ୍ଗମାନେ ନିଜ ଲୋଭର ଶାସ୍ତି ପାଇଛନ୍ତି। ସେମାନେ ଆଉ କେବେ ମୁକ୍ତ ହେଇପାରିବେନି। ମୋ ସାଙ୍ଗମାନଙ୍କ ଦ୍ୱାରା ଭୁଲ ହେଇଯାଇଛି, କିନ୍ତୁ ସେମାନେ ଖରାପ ନୁହନ୍ତି। ତୁମେ ଯିଏ ବି ହେଇଥାଅ, ଦୟାକରି ସେମାନଙ୍କୁ ଛାଡ଼ି ଦିଅ। ତାଙ୍କୁ ବଦଳିବାରେ ଗୋଟେ ସୁଯୋଗ ଦିଅ। ଠିକ୍ ଅଛି, ମୁଁ ତ ସାଙ୍ଗମାନଙ୍କୁ ଛାଡ଼ିଦେବି, ହେଲେ ତତେ ମୋର 3ଟି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। ତୁ ଯଦି ମୋ ପ୍ରଶ୍ନର ସଠିକ୍ ଉତ୍ତର ଦେଇଦେବୁ, ମୁଁ ତ ସାଙ୍ଗମାନଙ୍କୁ ଛାଡ଼ିଦେବି। କିନ୍ତୁ ତୁ ଯଦି ମୋର ଗୋଟେ ବି ପ୍ରଶ୍ନର ଉତ୍ତର ଦେଇପାରିବୁନି, ମୁଁ ତତେ ବନ୍ଦୀ କରି ଏଇ ରାଜମହଲରେ ରଖିବି। ଏବେ କହ ଚଢ଼େଇ, ତୁ କ'ଣ ମୋ କଥାରେ ରାଜି? ଠିକ୍ ଅଛି, ମୁଁ ତୁମ ପ୍ରଶ୍ନର ସଠିକ୍ ଉତ୍ତର ଦେବାକୁ ଚେଷ୍ଟା କରିବି। ମତେ କେହି ଅଟକେଇ ପାରିବେନି। ମୁଁ ଥରେ ଚାଲିଗଲେ ଆଉ କେବେ ଫେରି ଆସେନି। କହିଲୁ ମୁଁ କିଏ? ଏ ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ସମୟ। ହଁ ଚଢ଼େଇ, ତୁ ସଠିକ୍ ଉତ୍ତର ଦେଲୁ। ଏବେ ମୋର 2ୟ ପ୍ରଶ୍ନ। ଯେତିକି ମିଳେ ଆହୁରି ସେତିକି ପାଇବାର ଇଚ୍ଛା ବଢ଼ିଥାଏ। ପାଖରେ ସବୁ କିଛି ଥିଲେ ବି ମନ ଭରି ନଥାଏ। ଏ ପ୍ରଶ୍ନର ଉତ୍ତର କ'ଣ ହେଇପାରେ? ହଁ, ଲୋଭ। ସଠିକ୍ ଉତ୍ତର। ଏବେ ମୋର 3ୟ ପ୍ରଶ୍ନ। ଖରାପ ସମୟ ଆସିଲେ ତାର ପରିଚୟ ମିଳେ। ଭିଡ଼ ଭିତରେ ନୁହଁ, ବିପଦ ସମୟରେ ତାର ପରୀକ୍ଷା ହୁଏ। କହିଲୁ ସେ କିଏ? ଏ ପ୍ରଶ୍ନର ଉତ୍ତର ହେଉଛି ପ୍ରକୃତ ବନ୍ଧୁ। ତୁ ମୋର 3ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇଛୁ ଚଢ଼େଇ। ଏବେ ମୁଁ ତ ସାଙ୍ଗମାନଙ୍କୁ ଛାଡ଼ି ଦେଉଛି। ଏମିତି ସବୁ ସାଙ୍ଗ ସେ ଘରୁ ମୁକ୍ତ ହେଇଗଲେ। ସମସ୍ତେ ନିଜ ଭୁଲ ବୁଝିପାରିଲେ। ଚଢ଼େଇ, ସତରେ ଆମର ବହୁତ ବଡ଼ ଭୁଲ ହେଇଗଲା। ଆମକୁ ତୋ କଥା ମାନିବାର ଥିଲା। ଆମକୁ କ୍ଷମା କରିଦେ ସାଙ୍ଗ। ହଁ ସାଙ୍ଗ, ଆମେ ଲୋଭ କରିନଥିଲେ ଏ ଘରେ ବନ୍ଦୀ ହେଇ ନଥାନ୍ତୁ। ବହୁତ ବହୁତ ଧନ୍ୟବାଦ ସାଙ୍ଗ। ତୁ ଆମ ସାଙ୍ଗରେ ଥିଲୁ ବୋଲି ଆମେ ଏତେ ବଡ଼ ବିପଦରୁ ରକ୍ଷା ପାଇଗଲୁ। ଆରେ ଆରେ, ଏମିତି କାହିଁକି କହୁଛ? ତମେ ମାନେ ମୋ ସାଙ୍ଗକୁ ଏମିତି ବିପଦରେ ଦେଖି ମୁଁ ଚାଲି ଯାଇଥାନ୍ତି କେମିତି? ଚାଲ ଏବେ ଘରକୁ ଯିବା। କିଛି ସମୟ ପରେ ସନ୍ଧ୍ୟା ହେଇଯିବ।